ସନ୍ଧ୍ୟା ସମୟ। ଥାନା ହାଜତ ଭିତରୁ ଶୁଭୁଥିଲା ଭୟଙ୍କର ଚିତ୍କାର। କାରଣ କଥା ଆଦାୟ କରିବା ପାଇଁ ଜଣେ ଚୋରକୁ 4 ଜଣ ପୋଲିସ ମିଶି ନିର୍ଧୁମ ପିଟୁଥିଲେ। କିଛି ଦୂରରେ ଥିଲା ସେହି ଥାନାର ଇନ୍ସପେକ୍ଟର ଦୀପାଳି ଦାସଙ୍କ ଚାମ୍ବର। ସେ ଚୋରର ଭୟଙ୍କର ଚିତ୍କାର ଯେମିତି ତାଙ୍କ କାନରେ ପଡ଼ିଛି, ସେ ଯେମିତି ଚମକି ପଡ଼ିଲେ। କାନ ଡେରି ପୁଣି ଥରେ ଶୁଣିବାକୁ ଲାଗିଲେ, ଆରେ ତ ସେ ପୁଣି ଏଠିକୁ ଆସିଲେ କେମିତି? ତାଙ୍କ ନାଁରେ ଚୋରି କେସ୍ କେମିତି? ସତରେ ସେ ନା ଆଉ କିଏ? ଏମିତି ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସେ ନିଜେ ଯାଇ ଦେଖିବା ଉଚିତ ମଣିଲେ। ସେଠୁ ନିଜ ଚାମ୍ବରର କବାଟ ଖୋଲି ହାଜତ ଆଡ଼କୁ ମୁହାଁଇଲେ। ଯେମିତି ହାଜତ ଭିତରେ ପଶିଛନ୍ତି, ସେ ଚୋରକୁ ଦେଖିକି ସେ ଚମକି ପଡ଼ିଲେ। ତାଙ୍କ ପାଦ ସେହିଠାରେ ହିଁ ଅଟକିଗଲା। ପାଟିରୁ ବାହାରି ଆସିଲା, ତମେ ତମେ ଏଠି? ସେଠୁ ଦୀପାଳି ସେ 4 ଜଣ ପୋଲିସକୁ ସେଠାରୁ ତଡ଼ି ଦେଇ ହାଜତ କବାଟ ବନ୍ଦ କରିଦେଲେ। ଆଉ କବାଟ ବନ୍ଦ କରି ହାଜତ ଭିତରେ ସେ ଚୋର ସହିତ ଏମିତି କିଛି କଲେ, ଶୁଣିକି ତ ଆପଣଙ୍କ... ହେଲେ କିଏ ଥିଲା ସେ ଚୋର? ଆଉ ସେ ଚୋରକୁ ଦେଖି କାହିଁକି ଚମକି ପଡ଼ିଲେ ଇନ୍ସପେକ୍ଟର ଦୀପାଳି? ଆଉ ହାଜତ ଭିତରେ କବାଟ ଦେଇ ଏକୁଟିଆ ତାଙ୍କ ସହିତ କ'ଣ ଏମିତି କଲେ? ଏହା ଏକ ଏମିତି କାହାଣୀ, ଶୁଣିଲେ ଆପଣଙ୍କର ରୁମ ଟାଙ୍କୁରି ଉଠିବ। ଭାବିବେ ସତରେ କ'ଣ ଏମିତି ଘଟିପାରେ? ତେଣୁ ଏହି ଦମଦାର କାହାଣୀକୁ ସ୍କିପ୍ ନ କରି ସମ୍ପୂର୍ଣ୍ଣ ଦେଖନ୍ତୁ। ସମୟ ଆସି ଦିନ 12ଟା। ହେଲେ ଆଜି ଦୀପାଳି ସେମିତି ବେଡ୍ ଉପରେ ବସି ରହିଥିଲେ। ଘରର ସବୁ କାମ ପଡ଼ି ରହିଥିଲା। ତାଙ୍କୁ କିଛି ବି କରିବାକୁ ମନ ହେଉନଥିଲା। ମନରେ ଆସୁଥିଲା ଅନେକ କଥା, ଯାହାକୁ ଭାବି ଭାବି ଆଖିରୁ ଲୁହ ପଳେଇ ଆସୁଥିଲା। ତଥାପି ମନ ଶାନ୍ତ ହେଉନଥିଲା। ଆଜି ଥିଲା ଦୀପାଳି ଓ ସ୍ୱାମୀ ପ୍ରୀତମଙ୍କ ଦ୍ୱିତୀୟ ବିବାହ ବାର୍ଷିକ। କିନ୍ତୁ ପ୍ରୀତମ ଦୀପାଳିଙ୍କୁ ସାମାନ୍ୟତମ ଶୁଭେଚ୍ଛା ବି ଦେଇନଥିଲେ। ଏପରିକି ତାଙ୍କର ମନେ ହିଁ ନଥିଲା ଯେ ଆଜି ହେଉଛି ତାଙ୍କର ବିବାହ ବାର୍ଷିକ। କେମିତି ମନେ ରହିଥାନ୍ତା? କାରଣ 2 ବର୍ଷର ସମୟ ଭିତରେ ଗୋଟିଏ ବର୍ଷ ସିନା ଭଲରେ କଟିଗଲା, ହେଲେ ପର ବର୍ଷଠାରୁ ଦୀପାଳି ଓ ପ୍ରୀତମଙ୍କ ଭିତରେ ଆସିଯାଇଥିଲା ଅନେକ ଫାଟ ଓ ମନୋମାଳିନ୍ୟ। କେତେ ସ୍ୱପ୍ନ ନେଇ ସେ ଘରକୁ ଆସିଥିଲେ, ହେଲେ କ'ଣ ହେଲା? ସ୍ୱପ୍ନ ସେ ସ୍ୱପ୍ନରେ ହିଁ ରହିଗଲା। ଏମିତି ଅନେକ କିଛି କଥା ତାଙ୍କ ମନକୁ ଆସୁଥିଲା। ଆଉ ଭାବି ଭାବି ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଠିକ୍ ଏହି ସମୟରେ ତାଙ୍କ ଶାଶୁଙ୍କର ପାଟି ଶୁଭିଲା, ଆଉ କେତେ ସମୟ ସେ ଖଟ ଉପରେ ବସି ରହିବୁ? ତତେ କ'ଣ ସମୟ ଜଣାପଡ଼ୁନି ନା କ'ଣ? କେତେ କାମ ବାକି ପଡ଼ିଛି, ସେସବୁ କିଏ କରିବ? ଶାଶୁଙ୍କ ପାଟିରୁ ଏତିକି ଶୁଣି ସେ ଚମକି ପଡ଼ିଲେ। ଏହା ପାଲଟି ଯାଇଥିଲା ତାଙ୍କର ନୀତିଦିନିଆ କାର୍ଯ୍ୟକ୍ରମ। ଟିକେ ଟିକେ କଥାରେ ଶାଶୁ ଚିଡ଼ି ଯାଇ ଗାଳି ମନ୍ଦ କରୁଥିଲେ। ନଣନ୍ଦ ତ ତାଙ୍କୁ ଯେମିତି ସେ ଘରର ଚାକରାଣୀ ବୋଲି ଭାବୁଥିଲେ। ପ୍ରତିଦିନ ସମସ୍ତଙ୍କ କଥା ଶୁଣି ଶୁଣି ସେ ଯେମିତି ପଥର ପାଲଟି ଯାଇଥିଲେ। ପ୍ରତି କଥାରେ ଶାଶୁ ଦୋଷ ବାହାର କରୁଥିଲେ। ଏପରିକି ଖାଇବା ପିଇବା ସମୟରେ ବି ଛାଡ଼ୁନଥିଲେ। ଯଦି ଏକଥା ସେ ପ୍ରୀତମକୁ କହୁଥିଲେ, ତାହେଲେ ମାମଲା ଆହୁରି ଖରାପ ହୋଇଯାଉଥିଲା। କାରଣ ପ୍ରୀତମ ନିଜ ମା ଓ ଭଉଣୀ ବିରୁଦ୍ଧରେ ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ତେଣୁ ଅଧିକାଂଶ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗୁଥିଲା। ଆଉ ଦିନକୁ ଦିନ ଏହି ଝଗଡ଼ା ବଢ଼ି ବଢ଼ି ଚାଲିଥିଲା। ଏମିତି ସମୟ ଆସିଲା ଯେ ଉଭୟ ଛାଡ଼ପତ୍ର ଦିଆନିଆ ହୋଇଗଲେ। ସେଠୁ ଦୀପାଳି ନିଜ ଘରକୁ ପଳେଇଲେ। ଯେଉଁଦିନ ସେ ପ୍ରୀତମକୁ ଛାଡ଼ି ନିଜ ଘରକୁ ଆସୁଥିଲେ, ପ୍ରୀତମ ଗୋଟିଏ ଶବ୍ଦ ବି କହିଲେନି। ଏନେଇ ଦୀପାଳିଙ୍କୁ ବହୁତ ଖରାପ ଲାଗିଥିଲା। ସେ ଘରକୁ ଆସିବା ପରେ ଯେମିତି ମୂକ ପାଲଟି ଯାଇଥିଲେ। କାରଣ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଅଧା ରାସ୍ତାରେ ଭାଙ୍ଗି ଯାଇଥିଲା। ସେ ଆଶା କରିଥିଲେ ତାଙ୍କୁ ଜଣେ ଏମିତି ସ୍ୱାମୀ ମିଳିବେ, ଯିଏକି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଭଲ ପାଉଥିବ। ସେ ଘରେ ଜଣେ ଏମିତି ଶାଶୁ ଥିବେ, ଯିଏକି ତାଙ୍କ ମାଙ୍କ ପରି ତାଙ୍କ ସାଥିରେ ସାଥିରେ ଥିବେ। ଆଉ ଜଣେ ଏମିତି ନଣନ୍ଦ ଥିବେ, ଯିଏକି ନଣନ୍ଦ କମ୍ ବରଂ ଭଉଣୀ ଅଧିକ ହୋଇଥିବେ। ହେଲେ ଏସବୁ କଳ୍ପନା ତାଙ୍କ କଳ୍ପନାରେ ହିଁ ରହିଗଲା। ଶାଶୁ ଘରେ ଯଦିଓ ସେ ଶାଶୁ, ନଣନ୍ଦ ଓ ସ୍ୱାମୀଙ୍କ ପାଇଁ ବହୁତ କିଛି କରିଥିଲେ, କିନ୍ତୁ ସେସବୁ
କାହା ନଜରକୁ ଆସୁନଥିଲା। ସେ ସମସ୍ତଙ୍କୁ ନିଜର ବୋଲି ଭାବୁଥିବା ବେଳେ ସେଠାରେ କିଏ ବି ତାଙ୍କୁ ନିଜର ଭାବୁନଥିଲେ। ଏମିତି ସବୁ ଭାବି ଭାବି ସେ ଯେମିତି ମୂକ ପାଲଟି ଯାଇଥିଲେ। ଏମିତିରେ 6 ମାସ ବିତିଗଲା। ଦୀପାଳିଙ୍କର ଅବସ୍ଥା ଦେଖି ତାଙ୍କ ବାପା ମାଙ୍କର ଆଖିରୁ ଲୁହ ଶୁଖୁନଥିଲା। ତେଣୁ ଝିଅର ମାନସିକ ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଦୀପାଳିଙ୍କ ବାପା ଦୀପାଳିଙ୍କୁ ଚାକିରି କରିବା ପାଇଁ ପ୍ରସ୍ତାବ ଦେଲେ। ଦୀପାଳିଙ୍କୁ ନିଜ ପିଲାଦିନର ସ୍ୱପ୍ନ ବିଷୟରେ ମନେ ପକେଇଦେଲେ। ଆଉ ଦୀପାଳି ବି ଧୀରେ ଧୀରେ ବୁଝିପାରିଲେ କି ଅଯଥାରେ ଏମିତି ପଡ଼ି ରହିଲେ କିଛି ହେବନି। ତେଣୁ ସେ ନିଜ ସ୍ୱପ୍ନ ପୂରଣ ପାଇଁ ଲାଗି ପଡ଼ିଲେ। ଗୋଟିଏ ବର୍ଷର ପରିଶ୍ରମ ପରେ ସେ ପୋଲିସ ଚାକିରି ପାଇଯାଇଥିଲେ। ତାଙ୍କୁ ତାଙ୍କ ଘରଠାରୁ ମାତ୍ର 30 କିଲୋମିଟର ଦୂର ଗୋଟିଏ ଥାନାରେ ନିଯୁକ୍ତି ମିଳିଯାଇଥିଲା। ଯେଉଁଦିନ ସେ ଚାକିରିରେ ଯୋଗ ଦେଲେ ସେଦିନ ତାଙ୍କ ପାଇଁ ଥିଲା ସବୁଠୁ ଖୁସିର ଦିନ। ଅନ୍ୟପଟରେ ପ୍ରୀତମ ପାଲଟି ଯାଇଥିଲେ ଖୋଲା ଆକାଶର ପକ୍ଷୀ। ଦୀପାଳିଙ୍କୁ ଛାଡ଼ିବା ପରେ ସେ ପ୍ରିୟାଙ୍କୁ ଦ୍ୱିତୀୟ ବିବାହ କରିନେଇଥିଲେ। କିନ୍ତୁ ଦୀପାଳି ଯିବା ପରେ ଯେମିତି ତାଙ୍କର ଦଶା ଆରମ୍ଭ ହୋଇଯାଇଥିଲା। ପ୍ରିୟାଙ୍କୁ ସିନା ବିବାହ କରିନେଲେ, କିନ୍ତୁ ପ୍ରିୟା ଥିଲେ ଚରିତ୍ରହୀନା। ବିବାହର ଗୋଟିଏ ବର୍ଷ ପରେ ଅନ୍ୟ ଏକ ପୁଅ ସହିତ ସମ୍ପର୍କରେ ଆସିଗଲେ। ଆଉ ଏମିତି ଦିନେ ସେ ପ୍ରୀତମକୁ ଛାଡ଼ି ସେ ଯୁବକଙ୍କ ସହିତ ପଳେଇଲେ। ସେପଟେ ପ୍ରୀତମଙ୍କ ମା ବି ଦ୍ୱିତୀୟ ବୋହୂର ଅତ୍ୟାଚାରରେ ଅତିଷ୍ଠ ହୋଇ ଶଯ୍ୟାଶାୟୀ ହୋଇଯାଇଥିଲେ। ଭଉଣୀର ବିବାହ ହୋଇଯାଇଥିଲା। ମାଙ୍କର ଦେଖାଶୁଣା କରିବା ପାଇଁ ଆଉ କିଏ ବି ନଥିଲେ। ତେଣୁ ଅଳ୍ପ ଦିନ ଭିତରେ ମା ବି ଆରପାରିକୁ ପଳେଇଲେ। ଆଖି ଆଗରେ ଏମିତି ଗୋଟିଏ ପରେ ଗୋଟିଏ ଘଟଣା ଦେଖି ପ୍ରୀତମ ଯେମିତି ପାଗଳ ହୋଇଯାଇଥିଲେ। ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର, ପରେ ଦ୍ୱିତୀୟ ବିବାହ, ଆଉ ଦ୍ୱିତୀୟ ସ୍ତ୍ରୀ ପ୍ରିୟା ଘରକୁ ଆସିବା ପରେ ଘରେ ଅଶାନ୍ତି ଆଉ ଝଗଡ଼ା ହୋଇ ମାଙ୍କର ଦେହାନ୍ତ, ଆଉ ଭଉଣୀ ବି ବାହା ହୋଇ ପଳେଇବା ପରେ ପ୍ରୀତମ ଏକୁଟିଆ ହୋଇ ପଡ଼ିଥିଲେ। ତେଣୁ ସେ ଧୀରେ ଧୀରେ ମାନସିକ ଭାବରେ ଅସୁସ୍ଥ ହେବାକୁ ଲାଗିଲେ। ଡ୍ୟୁଟିକୁ ଠିକରେ ନ ଯିବା କାରଣରୁ ତାଙ୍କୁ ଦିନେ ଚାକିରିରୁ ବି ବାହାର କରିଦିଆଗଲା। ତେଣୁ ଚଳିବା ପାଇଁ ବାଧ୍ୟ ହୋଇ ସେ ଘରେ ଥିବା ଜିନିଷ ବିକ୍ରି କରିବାକୁ ଆରମ୍ଭ କଲେ। ଆଉ ଶେଷରେ ଚୋରି କରିବା ଆରମ୍ଭ କରିଦେଲେ ପ୍ରୀତମ। ଦିନେ ସେ ସରକାରୀ ଗୋଦାମ ଘରେ ଚୋରି କରିବା ପାଇଁ ଯାଇ ତାଲା ଭାଙ୍ଗୁଥିଲେ। କିନ୍ତୁ ଜାଣିପାରିନଥିଲେ କି ସେହି ଗୋଦାମ ଘରେ ସିସିଟିଭି କ୍ୟାମେରା ଲାଗିଥିଲା ବୋଲି। ତାଲା ଭାଙ୍ଗି ସବୁ ଜିନିଷ ନେଇଗଲେ। ସକାଳେ ଗୋଦାମ ମାଲିକ ସବୁ ଜିନିଷ ଚୋରି ହୋଇଥିବା ଜାଣିବାକୁ ପାଇଲେ। ସେ ତୁରନ୍ତ ଯାଇ ସିସିଟିଭି ଯାଞ୍ଚ କଲେ। ସିସିଟିଭିରେ ସବୁ ରେକର୍ଡ ହୋଇଯାଇଥିଲା। ଗୋଦାମ ମାଲିକ ସେ ସିସିଟିଭିର ଭିଡିଓକୁ ନେଇ ପୋଲିସରେ ଏକ କେସ୍ ରୁଜୁ କଲେ। ସେ ଭିଡିଓ ଦେଖି କିଛି ଦିନ ଭିତରେ ପୋଲିସ ସମସ୍ତଙ୍କୁ ଗିରଫ କରି ନେଇଥିଲା। ଆଉ ସେଦିନ ପୋଲିସ ବାବୁମାନେ ପ୍ରୀତମକୁ ନେଇ ଥାନାରେ ପିଟୁଥିଲେ। ପିଟିବା ବେଳେ ପ୍ରୀତମ ଚିଲେଇ ଚିଲେଇ ତାଙ୍କୁ ଛାଡ଼ିଦେବା ପାଇଁ ଅନୁରୋଧ କରୁଥିଲେ। କହୁଥିଲେ କି ମୋତେ ମାରନି, ମୋର କିଛି ଦୋଷ ନାହିଁ, ମୋତେ ଛାଡ଼ିଦିଅ। କିନ୍ତୁ ପୋଲିସ ମାଡ଼ କମୁନଥିଲା। ସେହି ସମୟରେ ମହିଳା ଇନ୍ସପେକ୍ଟର ଦୀପାଳି ଆସୁଥିଲେ। ଯେତେବେଳେ ପ୍ରୀତମକୁ ଦେଖିଛନ୍ତି ତ ସେ ଚମକି ପଡ଼ିଲେ। ଚିନ୍ତା କରିବା ପରେ ସେଠାରେ ଛିଡ଼ା ହୋଇଗଲେ। ଆଉ ତୁରନ୍ତ ନିଜ ଷ୍ଟାମ୍ପକୁ କହିଲେ କି ରହିଯାଅ, ତାଙ୍କୁ ଛାଡ଼ିଦିଅ, ମୁଁ ତାଙ୍କ କଥା ବୁଝୁଛି, ମୁଁ ତାଙ୍କଠୁ ସବୁ କଥା ଆଦାୟ କରୁଛି। ସେଠୁ ତାଙ୍କୁ ତାଙ୍କ ଚ୍ୟାମ୍ବରକୁ ଆଣିବାକୁ କହି ଦୀପାଳି ନିଜ ଚ୍ୟାମ୍ବରକୁ ପଳେଇଲେ। ପ୍ରୀତମକୁ ନେଇ ଚ୍ୟାମ୍ବରରେ ପହଞ୍ଚିଯିବା ପରେ ସମସ୍ତ ପୋଲିସକୁ ସେଠାରୁ ବାହାରି ଯିବା ପାଇଁ ଦୀପାଳି କହିଲେ। ଏବେ ତାଙ୍କ ରୁମ୍ରେ କେବଳ ଦୀପାଳି ଓ ପ୍ରୀତମ ହିଁ ଥିଲେ। ପ୍ରୀତମ ଛିଡ଼ା ହୋଇ ରହିଥିଲେ, ଆଉ ଦୀପାଳି ନିଜ ସିଟ୍ରେ ବସି ରହି ପ୍ରୀତମକୁ ଅନେଇ ରହିଥିଲେ। ଦୀପାଳିଙ୍କ ପୂର୍ବ କଥା ମନେ ପଡ଼ିଗଲା। ଯେଉଁ ପ୍ରୀତମକୁ ସେ ଏତେ ଭଲ ପାଉଥିଲେ, ଆଜି ସେହି ପ୍ରୀତମ ତାଙ୍କ ଆଗରେ ମୁଣ୍ଡ ନୁଆଁଇ ଛିଡ଼ା ହୋଇଥିଲେ। ଚାହିଁଥିଲେ ଦୀପାଳି ପ୍ରତିଶୋଧ ନେଇପାରିଥାନ୍ତେ, କିନ୍ତୁ ଦୀପାଳି କହିଲେ କି ପ୍ରୀତମ, ମୁଁ କେବେ ବି ଭାବିପାରୁନି କି ତମ ସହିତ ଏମିତି ପରିସ୍ଥିତିରେ ଭେଟ ହେବ। ମୁଁ କେବେ ବି ଭାବିପାରୁନି କି ଯାହାକୁ ଦିନେ ମୁଁ ଏତେ ଭଲ ପାଉଥିଲି ସେ ଏମିତିକା ଚୋର ପାଲଟିଯିବ ବୋଲି। ଏବେ ତମେ କୁହ, ତମ ସହିତ କ'ଣ କରିବି ମୁଁ? ସେଦିନ ମୁଁ ହାତ ଯୋଡ଼ି ବାରମ୍ବାର ତମକୁ ଅନୁରୋଧ କରୁଥିଲି। ତମ ଗୋଡ଼ ତଳେ ପଡ଼ି ବାରମ୍ବାର ମୋତେ ଛାଡ଼ପତ୍ର ନ ଦେବାକୁ ଅନୁରୋଧ କରୁଥିଲି। କିନ୍ତୁ ତମେ ମୋର ଗୋଟିଏ ବି କଥା ମାନିଲନି। ମନେ ପକାଅ ସେଦିନ।
ଆଉ ଆଜି ତମେ ମୋ ଆଗରେ ହାତ ଯୋଡ଼ି ଛିଡ଼ା ହୋଇଛ। କାହିଁକି କାହିଁକି ଏମିତି କଲ? କାହିଁକି ନିଜକୁ ଏତେ ତଳକୁ ଖସାଇ ଦେଲ? ସେଠୁ ପ୍ରୀତମ କହିବାରେ ଲାଗିଲେ କି ମୁଁ କେବେ ବି ଚୋରି କରୁନଥିଲି। ତମେ ପଳେଇ ଆସିବା ପରେ ମୁଁ ପରିସ୍ଥିତିରେ ପଡ଼ି ଦ୍ୱିତୀୟ ବିବାହ କରିନେଲି। କିନ୍ତୁ ସେ ବି ମୋତେ ଧୋକା ଦେଇ ଆଉ କାହା ସହିତ ପଳେଇଲା। ତା ଅତ୍ୟାଚାର ସହି ନ ପାରି ମା ବି ଶଯ୍ୟାଶାୟୀ ହୋଇଯାଇଥିଲା ଆଉ ଭଉଣୀର ବିବାହ ହୋଇଯାଇଥିଲା। ମୁଁ ଏକୁଟିଆ ହୋଇଯାଇଥିଲି। ଫଳରେ ମଦ ପିଇବା ଅଭ୍ୟାସ ହୋଇଯାଇଥିଲା। ଆଉ ପରିସ୍ଥିତି ଏମିତି ହେଲା ଯେ ମଦ ପାଇଁ ଘରର ସବୁ ବିକି ଭାଙ୍ଗିବାକୁ ପଡ଼ିଲା। ଯେତେବେଳେ ସବୁ କିଛି ସରିଗଲା ମୋର ଆଉ କିଛି ଉପାୟ ନଥିଲା। କାମ ମାଗିବାକୁ ଗଲି ତ କେହି କାମ ଦେଲେନି। ଦୀର୍ଘ ଦିନ ହେଲା ଡ୍ୟୁଟିକୁ ଯାଉନଥିଲି ବୋଲି ଚାକିରି ବି ନଥିଲା। ଆଉ ଶେଷରେ କାମ ମିଳିଲା ତ ଚୋରି କରିବା ପାଇଁ। ଦୀର୍ଘ ଦିନ ଭାବିବା ପରେ ମୁଁ ସେ ଚୋର ଗ୍ୟାଙ୍ଗରେ ସାମିଲ ହୋଇଗଲି। ହେଲେ ମୁଁ ନିଜ ଇଚ୍ଛାରେ କାହା ଘରକୁ ଚୋରି କରିବାକୁ ଯାଉନଥିଲି। ସେମାନେ ମୋତେ ଯାହା କହୁଥିଲେ ମୁଁ ସେସବୁକୁ କରୁଥିଲି। ବଦଳରେ ମୋତେ କିଛି ଟଙ୍କା ଦେଇ ଦେଉଥିଲେ। ତେଣୁ ମୋର କିଛି ଦୋଷ ନାହିଁ ବୋଲି କାନ୍ଦି କାନ୍ଦି ପ୍ରୀତମ କହୁଥିଲେ, ପ୍ଲିଜ୍ ମୋତେ କ୍ଷମା କରିଦିଅ। ଆଜି ପରେ ମୁଁ ଆଉ କେବେ ବି ଏମିତି କାମ କରିବିନି। କିନ୍ତୁ ଦୀପାଳି କହିଲେ କି ତମ କାମ କ୍ଷମାର ଯୋଗ୍ୟ ନୁହେଁ। ଏବେ କୁହ ମୁଁ କ'ଣ କରିବି? ସେଠୁ ପ୍ରୀତମ ସିଧା ଯାଇ ଦୀପାଳିଙ୍କର ଗୋଡ଼ ଧରି ପକେଇଲେ ଆଉ କହିଲେ କି ପ୍ଲିଜ୍ ମୋତେ କ୍ଷମା କରିଦିଅ। ମୁଁ କେବେ ବି ଖରାପ ମଣିଷ ନୁହଁ। ପରିସ୍ଥିତିରେ ପଡ଼ି ଏମିତି କାମ କରୁଥିଲି। ସେଠୁ ଦୀପାଳି କହିଲେ କି ଠିକ୍ ଅଛି, ମୁଁ ତୁମକୁ ଏ ମାମଲାରୁ ମୁକ୍ତ କରିବି। କିନ୍ତୁ ଆଜିଠାରୁ ତମେ ଆଉ ଏମିତି କାମ କେବେ ବି କରିବନି। ସେଠୁ ଦୀପାଳି ସେ କେସ୍ରୁ ପ୍ରୀତମଙ୍କର ନାଁ କାଟିଦେଲେ ଆଉ ତାଙ୍କ ଗ୍ୟାଙ୍ଗର ଅନ୍ୟମାନଙ୍କ ନାଁ ଯୋଡ଼ି କୋର୍ଟ ଚାଳନ କରିଦେଲେ। ପ୍ରୀତମ ଖୁସି ହୋଇ ଧନ୍ୟବାଦ ଦେବା ସହିତ ଦୀପାଳିଙ୍କୁ ମନେଇବା ପାଇଁ ଚେଷ୍ଟା କରୁଥିଲେ। ଦୀପାଳି ନିଜ ନମ୍ବର ଦେଇ ଆସନ୍ତାକାଲି ତାଙ୍କୁ ଏକ ସ୍ଥାନକୁ ଡକେଇ ପଠାଇଲେ। ଦୀପାଳି ନିଜ ନମ୍ବର ସିନା ଦେଇଦେଲେ, ହେଲେ ତାଙ୍କର କିଛି ଅଲଗା ଉଦ୍ଦେଶ୍ୟ ଥିଲା। ସେଠୁ ଦୀପାଳି କହିଲେ କି ତମେ କାହାକୁ ବି କହିବନି କି ମୁଁ ତମ ସ୍ତ୍ରୀ ବୋଲି। କାଲି ଆସି ସେ ଜାଗାରେ ମୋତେ ଦେଖା କର ବୋଲି କହି ସେଠାରୁ ବିଦା କରିଦେଲେ। ପରଦିନ ଦୀପାଳି ସାଦା ପୋଷାକରେ ସେ ସ୍ଥାନରେ ପହଞ୍ଚିଗଲେ ଯେଉଁଠି ଆଗରୁ ଆସି ପ୍ରୀତମ ଅପେକ୍ଷା କରିଥିଲେ। ଦୁହେଁ ଗୋଟିଏ ଜାଗାରେ ବସିବା ପରେ କଥା ଆରମ୍ଭ ହେଲା। ପୁଣି ପ୍ରୀତମ ଦୀପାଳିଙ୍କ ଆଗରେ ହାତ ଯୋଡ଼ି କ୍ଷମା ମାଗିବାରେ ଲାଗିଲେ ଆଉ ତାଙ୍କ ଜୀବନକୁ ଫେରି ଆସିବାକୁ ଅନୁରୋଧ କଲେ। କହିଲେ କି ଦୀପାଳି, ମୁଁ ତୁମ ପାଇଁ ସବୁ କରିବାକୁ ପ୍ରସ୍ତୁତ। ପ୍ଲିଜ୍ ମୋ ଜୀବନକୁ ପୁଣି ଥରେ ଫେରିଆସ। ମୁଁ ଏବେ ବେସାହାରା ହୋଇପଡ଼ିଛି। ମୁଁ ଏବେ ତମର ଆବଶ୍ୟକତାକୁ ଅନୁଭବ କରିପାରୁଛି। ସେଠୁ ହଠାତ୍ ଛିଡ଼ା ହୋଇଗଲେ ଦୀପାଳି ଆଉ ଟିକେ ଉଚ୍ଚ ସ୍ୱରରେ କହିଲେ କି ଏବେ ମୋର ଆବଶ୍ୟକତା ଅନୁଭବ କରୁଛ? ଯେତେବେଳେ ତମକୁ ଏତେ ଭଲ ପାଉଥିଲି, ତମର ସବୁ କାମ କରୁଥିଲି, ସେତେବେଳେ ତମ କଥା ଟିକେ ବି ଶୁଣୁନଥିଲ। ବରଂ ମା ଭଉଣୀକୁ ଗୁରୁତ୍ୱ ଦେଇ ତାଙ୍କୁ ସବୁବେଳେ ଠିକ୍ କହୁଥିଲ ଆଉ ମୋ ସହିତ କଳି ଝଗଡ଼ା କରି ସବୁବେଳେ ମୋତେ ଦୁଃଖ ଦେଉଥିଲ। ଜାଣିଛ ତମକୁ ମୁଁ କାହିଁକି ଏଠିକୁ ଡାକିଛି? ତମକୁ କିଛି ଏମିତି କଥା କହିବି ଶୁଣିକି ତମେ ଚମକି ପଡ଼ିବ ନିଶ୍ଚୟ। ଦୀପାଳିଙ୍କ ମୁହଁରୁ ଏତିକି ଶୁଣି ପ୍ରୀତମ ତାଙ୍କୁ ଅନେଇଲେ। କହିଲେ କ'ଣ ଏମିତି କଥା କହିବ? ସେଠୁ ଦୀପାଳି କହିଲେ କି ଜାଣିଛ ତମେ ସର୍ବଶାନ୍ତ ହେବା ପଛରେ କାହାର ହାତ ଥିଲା? କାହା ପାଇଁ ଆଜି ତମେ ତଳିତଳାନ୍ତ ହୋଇଯାଇଛ? ଯେଉଁ ପ୍ରୀତମଙ୍କ ଏକର ଏକର ସମ୍ପତ୍ତି ଥିଲା, ଆଜି ସେ କାହିଁକି ଦାଣ୍ଡର ଭିକାରୀ ହୋଇଯାଇଛନ୍ତି? ସେ ଜମି ଗଲା କୁଆଡ଼େ? ଦୀପାଳିଙ୍କ ମୁହଁରୁ ଏତିକି ଶୁଣି ଯେମିତି ଚମକି ପଡ଼ିଲେ ପ୍ରୀତମ ଆଉ ଏକ ପ୍ରଶ୍ନ ଭରା ନଜରରେ କହିଲେ, ତମେ କ'ଣ କହି ଚାଲିଛ ଦୀପାଳି? ମୁଁ ତ ତମକୁ ସବୁ କହିସାରିଛି କି କେମିତି ଏସବୁ ସମ୍ପତ୍ତି ମୋ ହାତରୁ ଚାଲିଗଲା। କିନ୍ତୁ ତମେ କହୁଛ ଯେ ଏହା ପଛରେ ଆଉ କାହାର ହାତ ଅଛି। କେମିତି ସମ୍ଭବ? ସେଠୁ ଦୀପାଳି କହିବାରେ ଲାଗିଲେ କି ହଁ, ତମର ବର୍ବାଦୀ ପଛରେ ଆଉ ଜଣଙ୍କ ହାତ ରହିଛି। ସେ ହେଲେ ତମ ଦ୍ୱିତୀୟ ସ୍ତ୍ରୀ ପ୍ରିୟା। ମନେ ପକାଅ, ତମେ ତାକୁ କେମିତି ଅବସ୍ଥାରେ ବାହା ହୋଇଥିଲ? ତମେ ତାକୁ ବାହା ହୋଇ ଆଣିନଥିଲ, ବରଂ ସେ ତମକୁ ସେ ଥୋପ ପକେଇ ବାହା ହୋଇଥିଲା। କାରଣ ତମ ପାଖରେ ଯେଉଁ 10 ଏକର ଜମି ରହିଥିଲା, ତାହାର ଦାମ ଆଜିର ବଜାରରେ କୋଟିଏ ଟଙ୍କା ଥିଲା। ଆଉ ସେ ଜମି ହାତେଇବା ଥିଲା ପ୍ରିୟାର ମୂଳ ଉଦ୍ଦେଶ୍ୟ।
ଏଥିପାଇଁ ତା ବୟଫ୍ରେଣ୍ଡ ଓ ସେ ମିଶି ପ୍ଲାନ୍ କରିଥିଲେ। ସେହି ପ୍ଲାନ୍ ଅନୁସାରେ ପ୍ରିୟା ତମକୁ ବାହା ହୋଇଥିଲା। ଟିକେ ଚିନ୍ତା କର, ତମ ଘରକୁ ଆସିବାର କିଛି ଦିନ ଯାଏ ସେ ତମ ସହିତ କେତେ ଭଲରେ ମିଶୁଥିଲା, ଆଉ ତାପରେ ତମକୁ ଆଉ ତମ ମାଙ୍କୁ ନିର୍ଯାତନା ଦେବାକୁ ଆରମ୍ଭ କରିଥିଲା, ଯାହାଫଳରେ ତମେ ମାନସିକ ଭାରସାମ୍ୟ ହରାଇ ବସିବ। ଆଉ ସେହି ଅବସ୍ଥାରେ ତାଙ୍କ ସମ୍ପତ୍ତି ହାତେଇବା ତାଙ୍କୁ ସହଜ ହୋଇଯିବ। ଆଉ ମାଙ୍କ ମୃତ୍ୟୁ ପରେ ଯେତେବେଳେ ତମେ ଧୀରେ ଧୀରେ ମାନସିକ ଭାରସାମ୍ୟ ହରାଇ ବସିଥିଲ, ସେତେବେଳେ ସେ ଚାଲାକି କରି ତମକୁ ଦସ୍ତଖତ କରାଇ ନେଇଥିଲା। ସେ ଯିବା ପରେ ତମେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲ। ଆଉ ତାହାର ସୁଯୋଗ ନେଇ ତା ବୟଫ୍ରେଣ୍ଡ ତମକୁ ସେ ଗ୍ୟାଙ୍ଗରେ ସାମିଲ କରାଇ ନେଇଥିଲା। ତା ବୟଫ୍ରେଣ୍ଡ ସେ ଗ୍ୟାଙ୍ଗର ଲିଡର ଥିଲା। ତମ ହାତରେ ଚୋରି କରେଇ ତମକୁ ପୁରା ବର୍ବାଦ କରିବାର ପୁରା ପ୍ଲାନ୍ କରିଥିଲେ ପ୍ରିୟା ଓ ତା ବୟଫ୍ରେଣ୍ଡ। ତମେ ଜେଲ ପଳାଇବା ପରେ ସେ ସମ୍ପତ୍ତି ବିକି ସେମାନେ ବି ବିଦେଶ ପଳାଇ ଯାଇଥାନ୍ତେ। ଦୀପାଳିଙ୍କ ମୁହଁରୁ ଏସବୁ ଶୁଣି ଯେମିତି ଚମକି ପଡ଼ିଲେ ପ୍ରୀତମ। କହିଲେ, ତମେ କେମିତି ଜାଣିଲ? ସେଠୁ ଦୀପାଳି କହିଲେ କି ପ୍ରିୟାର ବୟଫ୍ରେଣ୍ଡକୁ ପଚରା ଉଚରା ପରେ ସେ ସବୁ ସତ କଥା ମାନି ଯାଇଥିଲା। ଆଉ ଶୁଣିକି ମୁଁ ବି ବିଶ୍ୱାସ କରିପାରିଲିନି। ଆଜି ଦେଖ, ପର ଲୋକଙ୍କୁ ବିଶ୍ୱାସ କରି ତମେ କେମିତି ଫଳ ଭୋଗିଲ। ତମକୁ ଯିଏ ଏତେ ଭଲ ପାଉଥିଲା, ତମକୁ ଯିଏ ଏତେ ନିଜର କରିଥିଲା, ତମେ ତାକୁ ଚିହ୍ନି ପାରିଲନି। ଦୀପାଳିଙ୍କ ମୁହଁରୁ ସବୁ କଥା ଶୁଣି ପ୍ରୀତମ ଏବେ ସବୁ ବୁଝି ଯାଇଥିଲେ। ତୁରନ୍ତ ହାତ ଯୋଡ଼ି ଦୀପାଳିଙ୍କୁ ପୁଣି ଥରେ କ୍ଷମା ମାଗିଲେ। କିନ୍ତୁ ଏବେ ଦୀପାଳିଙ୍କ କାମ ସରି ଯାଇଥିଲା। କହିଲେ, ପ୍ରୀତମ, ଏବେ ଆଉ ସମ୍ଭବ ନୁହେଁ ତମ ଜୀବନକୁ ଫେରିଯିବା। ଯେତେବେଳେ ତମେ ମୋର ଦରକାର ଥିଲ, ସେତେବେଳେ ତ ଅଲଗା କରିଦେଲ। ଆଉ ଆଜି ଯେତେବେଳେ ମୁଁ ନିଜକୁ ସମ୍ଭାଳି ସାରିଛି, ସେତେବେଳେ ମୁଁ ଆଉ କାହାକୁ ଦରକାର ହିଁ କରୁନି। ଏଇଟା ତମ ପାଇଁ ଏକ ଦଣ୍ଡ ଅଟେ। କେବଳ ତମ ପାଇଁ ନୁହେଁ, ବରଂ ସାରା ପୁରୁଷ ସମାଜ ପାଇଁ ଏହା ଏକ ଶିକ୍ଷା, ଯେଉଁମାନେ ନାରୀ ସହିତ ଏମିତି କିଛି କରିଥାନ୍ତି। ଏତିକି କହି ସେ ଜାଗା ଛାଡ଼ି ପଳେଇଲେ। ଆଉ ପ୍ରୀତମ ତାଙ୍କୁ ସେମିତି ଅନେଇ ରହିଥିଲେ। କାହାଣୀଟି କେମିତି ଲାଗିଲା? ଦୀପାଳି ଯାହା କଲେ ଠିକ୍ କଲେ କି ଭୁଲ କଲେ, କମେଣ୍ଟ ବକ୍ସରେ ନିହାତି ଜଣେଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିବାକୁ ଜମା ଭୁଲିବେନି। ଧନ୍ୟବାଦ।